ଏମିତି କ'ଣ ଘଟିଗଲା ସକାଳୁ ସକାଳୁ ଯେ ମୋତେ ଲାଗିଲା ଯେ ଆଜି ମୋର ଶେଷ ଦିନ ବୋଲି। ଆପଣମାନେ ଭାବୁଛନ୍ତି ଏମିତି କାହିଁ କହିଲି? ତାହେଲେ ଚାଲନ୍ତୁ ଜାଣିବା ଆଜି କ'ଣ କ'ଣ ହେଇଛି। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ତ ସକାଳୁ ସକାଳୁ ଉଠିକି ମୁଁ ମୋର ନିତ୍ୟକର୍ମ ସାରିବାକୁ ବାହାରି ପଡ଼ିଥିଲି। ତ ଆଜି ଯେହେତୁ ସକାଳୁ କୁହୁଡ଼ି ପଡ଼ିକି ଏତେ ଥଣ୍ଡା ଆଜି ଲାଗୁଥିଲା ନା, ମୁଁ ସକାଳୁ ଉଠିକି କ'ଣ ମୋ ମୁଣ୍ଡକୁ ଜୁଟିଲା, ମୋ ମୁଣ୍ଡ ଧୋଇ ଦେଲି। ଆଉ ମୁଣ୍ଡ ଧୋଇଲା ପରେ ସେ ଯେଉଁ ହଠାତ୍ କିନା ସେ ଯେଉଁ ଥଣ୍ଡା ଲାଗିଲା, ସେ ଶୀତ କ'ଣ ହିଁ କହିବି। ଆପଣମାନେ ଦେଖିପାରୁଥିବେ ମୁଁ ପଢ଼ିବାକୁ ଯେତେବେଳେ ବସିଲି ମୁଁ ପୁରା ଥରୁଥିଲି ସେ ସମୟରେ। ତ ସେଇ ଥରାଥରରେ ତ ଦିନ ଷ୍ଟାର୍ଟ ଆରମ୍ଭ ହୋଇଗଲା ମୋର। ତାପରେ ରୁଟି ଭଜା ଆଣିକି ମୁଁ ମୋର ସକାଳ ଜଳଖିଆ କରିଦେଇଥିଲି। ଆଉ ଏବେ ତ ବାହାର ଜିନିଷ ମୁଁ ପୁରା ଟିକେ ଅଳ୍ପ ଖାଉଛି, ଏମିତି ନାହିଁ କି ଖାଉନି, କିନ୍ତୁ ଅଳ୍ପ ଖାଉଛି। ଟିକେ ଘର ଜିନିଷ ବେଶୀ ପ୍ରିଫର୍ କରୁଛି। ତାପରେ ଶୀତ ବସ୍ତ୍ର ପିନ୍ଧିକି ମୁଁ ବାହାରି ଯାଇଥିଲି କଲେଜ, ଯେହେତୁ ଆଜି ପରୀକ୍ଷା ଥିଲା। ଆଉ ଆଜି ସୋସିଆଲ୍ ମୁଭମେଣ୍ଟର ଏକ୍ଜାମ୍ ଅଛି। ତ ସବୁଯାକ ବିଦ୍ରୋହ ତ ମୁଁ ପଢ଼ି ଦେଇଛି। ବିଦ୍ରୋହରେ ମୁଁ କେତେ ସଫଳ ହେଉଛି ଚାଲନ୍ତୁ ଦେଖିବା। ତ ପରୀକ୍ଷା ଫାଇନାଲି ଦେଇଥିଲି ଆଉ ପରୀକ୍ଷାଟା ବହୁତ ଭଲ ଯାଇଥିଲା। ଏମିତି ନାହିଁ କି ଖରାପ ଯାଇଥିଲା, ନର୍ମାଲ ହିଁ ଯାଇଥିଲା। ତାପରେ ଟିକେ ଗଜାମୁଗ ଖାଇ ଦେଇଥିଲି। ତାପରେ କିଛି ସମୟ ବସିଲା ପରେ ମୁଁ ଘରକୁ ରିଟର୍ନ ଆସିଥିଲି। ତ ଘରକୁ ପହଞ୍ଚିକି ଲଞ୍ଚ କରିକି ସିଧା ଶୋଇପଡ଼ିଥିଲି। ସେଥିପାଇଁ ସେତେବେଳର କିଛି ବି ଭିଡ଼ିଓ ଆଣିନି। ଯେହେତୁ ସକାଳୁ ସେ ଥଣ୍ଡାଟା ଥିଲା, ତ ପରୀକ୍ଷା ଦେଇକି ଆସିଲା ପରେ ଭାରି ହାଲିଆ ଲାଗୁଥିଲା। ତ ଉଠିଲା ପରେ ଗୁପଚୁପ୍ ଆସିଥିଲା। ତ ଆମେ ସମସ୍ତେ ମିଶିକି ଖାଉଥିଲୁ। ଆଉ ଇଏ ଦେଖନ୍ତୁ ଘୋଡ଼ି ହେଇକି ଟାଉଲ୍ ଦୁଇଟା ଘୋଡ଼ି ହେଇକି ବସିକି ଦୁଇଟା ମୋବାଇଲରେ ତା'ର କାମ ଚଲେଇଛି। ତାପରେ ମୁଁ ମୋର ପୂର୍ବ ପରୀକ୍ଷା ପାଇଁ ଟିକେ ପଢ଼ାପଢ଼ିରେ ଲାଗି ପଡ଼ିଲି। ଯେହେତୁ ସୋସିଓଲୋଜି ଅଫ୍ ହେଲ୍ଥ ପେପର୍ ଆଗକୁ ଅଛି। ଆଉ ସ୍ୱାସ୍ଥ୍ୟ, ମୁଁ ତ ଏଇଥରକ ଦୁଇ ଥର ହସ୍ପିଟାଲରେ ପଡ଼ିକି ସ୍ୱାସ୍ଥ୍ୟ ଆମ ପାଇଁ କେତେ ଜରୁରୀ ଜାଣି ସାରିଲାଣି। ତ ଆଶା କରୁଛି ଏମିତି ହିଁ କିଛି ପରୀକ୍ଷା ବି ଭଲ ରହିବ, ସେଥିପାଇଁ ପ୍ରଚେଷ୍ଟା ଚଳେଇଛି। ତ ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ରହୁଛି, ଦେଖା ହେବା ଆଉ ଗୋଟେ ନୂଆ ଦିନରେ ନୂଆ କଥାବାର୍ତ୍ତା ସାଙ୍ଗରେ।